ଅଁଳା ଗୁଞ୍ଜା ପ୍ରିମିୟର ଲିଗ୍ ସିଜନ୍ 6 କ୍ରିକେଟ୍ ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ମୟୂରଭଞ୍ଜ ଜିଲ୍ଲା ବାରିଙ୍ଗିପୋଷି ବ୍ଲକ ଶ୍ୟାମସୁନ୍ଦର ପୁର ପଞ୍ଚାୟତ ଅଁଳା ଗୁଞ୍ଜାରେ ଏପିଏଲ୍ ସିଜନ୍ 6 କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଦିବସରେ ଭଞ୍ଜସେନା ପ୍ରତିଷ୍ଠାତା ତଥା ମୟୂରଭଞ୍ଜରୁ ୟୁଥ୍ ଆଇକନ୍ ଶ୍ରୀ କଳିଙ୍ଗ କେଶରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଭଞ୍ଜସେନା ଆଦିବାସୀ ଶାଖା ପ୍ରଭାବିତ ବାଜୁନ ହାସଦା ଏବଂ ଭଞ୍ଜସେନାର ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ସନ୍ତୋଷ ଗିରି ଏବଂ ଜିଲ୍ଲା ଉପସଭାପତି ମନୋରଞ୍ଜନ ବାରିକ ବିଶେଷ ଅତିଥି ଭାବେ ଯୋଗଦାନ କରିଥିଲେ। ଉକ୍ତ କ୍ରିକେଟ ପ୍ରତିଯୋଗିତା ଜାନୁଆରୀ ମାସ 26 ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ 10 ରେ ଦୀର୍ଘ 16 ଦିନ ପରେ ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ସର୍ବମୋଟ 8ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଆୟୁଷ ହିଟ୍ ମାଇଣ୍ଡ ଏବଂ ସିମଲେଶ୍ୱରୀ ୱାରିୟର ଫାଇନାଲରେ ମ୍ୟାଚ୍ ଖେଳିଥିଲେ ଏବଂ ଆୟୁଷ ହିଟ୍ ମାଇଣ୍ଡ ଟିମ୍ ଚାମ୍ପିୟନ ହୋଇଥିଲା। ବିଜୟୀ ଟିମ୍ ସହିତ ରନ୍ସ ଅଫ୍ ଟିମ୍କୁ ମୁଖ୍ୟ ଅତିଥି ଗଣକପ୍ ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ପୁରସ୍କାର ବିତରଣ ସମାରୋହରେ ଆୟୋଜକ କମିଟିର ସଭାପତି ମନୋରଞ୍ଜନ ଗିରି, ଉପସଭାପତି ସତ୍ୟବାନ ବେହେରା, ସମ୍ପାଦକ ମାଳୟ ବେହେରା ଏବଂ କୋଷାଧ୍ୟକ୍ଷ ଚିନ୍ମୟ ଗିରି ସମେତ ବହୁ ଦର୍ଶକ ଉପସ୍ଥିତ ଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।